କରାଯିବ। ତମ ପାଖରେ ମେଡ଼ିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ଶୋ ଏନି ଡକୁମେଣ୍ଟ? ଦେଖେଇ ପାରିବ ସେମାନେ ମଦ ପିଇଥିଲେ ବୋଲି? ମାନେ କିଏ ମଦ ପିଇଥିଲା? ଗୋଟେ ବସିକିରି ଗୋଟେ ମୋବାଇଲଟା ଆଜିକାଲି ହେଇଗଲାଣି ନା ଟିଭି, ମାନେ ମାନେ ପାଠରେ ନ ଯାଇକିରି, ଆରେ ପାଠରେ ମାତ, ପରୀକ୍ଷା ଦିଅ, ନିଜ ପରିବାରର କିପରି ଉନ୍ନତି ହେବ ସେଇଟାକୁ ଚେଷ୍ଟା କର। ସେଇଟାରେ ନ ମାତିକିରି ଏ ଆଣ୍ଡ୍ରଏଡ୍ ଫୋନ୍ରେ ମାତିଲେ କ'ଣ ହେବ? ସତୁରା ଆଲିଆ ସଂଗ୍ରାମ କେଶରୀ ବେହେରା, ଏଜ୍ ହେଉଛି 37, ସନ୍ ଅଫ୍ ଲେଟ୍ ଶ୍ୟାମ ସୁନ୍ଦର ବେହେରା। ଆଉ 2ରେ ମୁନା ଆଲିଆ ସମରେନ୍ଦ୍ର ବେହେରା, ବୟସ ହେଉଛି 20। ପିତାଙ୍କର ନାମ ହେଉଛି ସୁଦର୍ଶନ ବେହେରା। ଆଉ ଜଣେ ହେଉଛନ୍ତି କୁନା ଆଲିଆ ସଂଗ୍ରାମ ବେହେରା, ବାପାଙ୍କ ନାଁ ହେଉଛି ସୁଦର୍ଶନ ବେହେରା। ସେମାନେ ହେଉଛନ୍ତି, ଗାଁ ହେଉଛି ମାଣପୁର, ଥାନା ହେଉଛି କାନପୁର, ଡିଷ୍ଟ୍ରିକ୍ଟ କଟକ। ଆଉ ଏମାନେ ଏ ଯେଉଁ ସତୁରା ଗୋଟେ ହେଉଛି ମିଲିଟାରୀ ମ୍ୟାନ୍, ଆଉ ସେ ଜିଜିପି କଲୋନୀରେ ଭଡ଼ାରେ ରହୁଥିଲା। ଆଉ ସେମାନେ ଏ କେସ୍ରେ ଇନଭଲ୍ଭ ଅଛନ୍ତି ଏବଂ ଓପନ୍ ସ୍ପେସ୍ରେ ଷ୍ଟାବିଂ କରିଛନ୍ତି ଏବଂ ସେଥିରେ ସେ ନାଇଫ୍ ଟିଭି ଜବତ ବି ହେଇଛି। ଆଉ ସେଥିରେ 1/3/2026ରେ କେସ୍ ରେଜିଷ୍ଟ୍ରେସନ୍ ହେଇଛି ମଞ୍ଚେଶ୍ୱର ଥାନାରେ। ଆଉ ଅଣ୍ଡର ସେକ୍ସନ୍ 1031 ମର୍ଡର ଆଉ 35 କମନ୍ ଇଣ୍ଟେନସନ୍, ମାନେ ଅଦର ଆକ୍ୟୁଜ୍ ପର୍ସନ୍ସ ଅଲସୋ ଇନଭଲ୍ଭ ଇନ୍ ଦିସ୍ କେସ୍। 1031 ହେଉଛି ମର୍ଡର। ଆଜ୍ଞା। ନାଇଁ ଫର୍ଦର ଯେହେତୁ ରାହୁଲ ବାପା ମା ଆଉ ତାଙ୍କର ୱାଇଫ୍ ଆଇଏସିଙ୍କ ସାଥିରେ ପର୍ସନାଲି ଭେଟ ହେଇନଥିଲା ଏବଂ ତାଙ୍କ ଯେହେତୁ ଏକୋଇର କଳା ବିସିକେସନ୍ ଯେ ଘରର ମୂଳଦୁଆ ଥିଲା, ଆଉ ଏ ବୟସରେ ମାନେ ଆଉ କେହି ଆଗକୁ କିଏ ନାହିଁ ଭରସା। ଆଉ ମାନେ ଯେହେତୁ ତାଙ୍କ ମନରେ ଟିକେ ଥିଲା ଆଇଏସିକି ଭେଟିବା ପାଇଁ, ଆଇଏସିଙ୍କୁ ଭେଟି ଫର୍ଦର କୋର୍ସ ଅଫ୍ ଇନଭେଷ୍ଟିଗେସନ୍ ଉପରେ ପଚାରିବା ପାଇଁ ଯାଇଥିଲେ। ଆଉ ଇନଭେଷ୍ଟିଗେସନ୍ରେ ବି ଆମେ ସମସ୍ତେ ସନ୍ତୁଷ୍ଟି ପ୍ରକାଶ କରୁଛୁ ଏବଂ ଏଥିରେ ସେ ନାଇଫ୍ ଟି ବି ଅଲରେଡ଼ି ରିକଭରି ବି ହେଇଛି। ଆଉ ନାଇଫ୍ ଟି ସେ ଯେଉଁ ଫୁଲ କୁଣ୍ଡ ତଳେ ରଖିଥିଲା ସେଇଟା ବି ସିଜର ବି ହେଇସାରିଛି ସାକ୍ଷୀମାନଙ୍କର ଉପସ୍ଥିତିରେ। ଆଉ ତା ଛଡ଼ା ଆଉ ଯାହା ସେକ୍ସନ୍ ସବୁ ଲାଗିବାର ଅଛି, ଆଉ ଏଥିରେ ବି ଯାହା ମାନେ ଫର୍ଦର କୋର୍ସ ଅଫ୍ ଇନଭେଷ୍ଟିଗେସନ୍ରେ ଯାହାର ବି ସମ୍ପୃକ୍ତି ଆସିବ ସେ ବି ଏଥିରେ ଆରେଷ୍ଟ ହେବେ ଏବଂ ଦଣ୍ଡ ଭୋଗିବା କଥା, ଜେଲ୍ ଦଣ୍ଡ ଭୋଗିବା କଥା ଭୋଗିବେ। ନାଇଁ ଆଜ୍ଞା, କେହି ଭୟଭୀତ ନାହାନ୍ତି। ପୋଲିସ ପେଟ୍ରୋଲିଂ ଠିକ୍ସେ ଚାଲିଛି, ଆଉ ଭୟଭୀତ ନାହାନ୍ତି। ଏବଂ ଆଇଏସି ବି ମଞ୍ଚେଶ୍ୱର ଥାନାର ଆଇଏସି ଯିଏ ଅଛନ୍ତି ବହୁତ ଭଲସେ କୋଅପରେଟ୍ କରୁଛନ୍ତି। ଆଜ୍ଞା, ପୋଲିସ ପ୍ରୋଟେକ୍ସନ୍ ପିସିଆର୍ ତାଙ୍କ ଘର ପାଖକୁ ଯାଉଛି ଏବଂ ନାଇଁ ପୋଲିସ ତାର ନିଜେ ଏମାନେ ବି ଥରେ ଦୁଇଥର ବି ଅଲରେଡ଼ି ଥାନାକୁ ଜଣେଇଥିଲେ ଯେ କିଛି ଏଇ କେସ୍ ହେଲା ପରେ 3-4 ଜଣ ପିଲା ହେଲମେଟ୍ ପିନ୍ଧି ଆସିକିରି କ'ଣ ଫଟୋ ଉଠାଉଥିଲେ ଘରର। ଏଇଟା ଇମିଡ଼ିଏଟଲି ଆମେ ଜଣେଇଥିଲୁ। ଜଣେଇଲା ପରେ ଥାନାର ପିସିଆର୍ ବି ଯାଉଛି। ପିସିଆର୍ ଯାଇକିରି ମାନେ ତାଙ୍କୁ ଯାହା ସେ ସରାଉଣ୍ଡିଂଟାକୁ ବୁଲିକିରି ଦେଖିକିରି ଆସୁଛନ୍ତି। ଦେଖନ୍ତୁ ଆଜ୍ଞା, ମୋତେ ଆଉ ବେଶୀ ଭିତରକୁ ନିଅନ୍ତୁନି। ଏଥିରେ ଯେହେତୁ ଅଲରେଡ଼ି 3 ଜଣ ଅଲରେଡ଼ି ଆରେଷ୍ଟ ହେଇସାରିଛନ୍ତି ଏବଂ ତାଙ୍କ ନାଁରେ ପ୍ରାଇମା ଫାସି କେସ୍ ଅଲରେଡ଼ି ବିନ୍ ମେଡ୍ ଆଉଟ୍। ଆଉ ଏ ଚଣ୍ଡାଳମାନଙ୍କୁ ଯେପରି ଉପଯୁକ୍ତ ଭାବରେ ଦଣ୍ଡ ବିଧାନ କରାଯିବ ଏବଂ ଏମାନେ ମିଲିଟାରୀରେ ଥାଇକିରି ଯେଉଁ ଦାଦା ପୁତୁରାକୁ ଲଗେଇକିରି ଗୋଟେ ପରିବାରର ମୁଣ୍ଡ ନେଇଛୁ, ସେଥିଲାଗି ଯେପରି ଆପଣମାନଙ୍କୁ ବି ମୋର ନିବେଦନ
ଯେ ହେଉଛି ଆମର ମିଡ଼ିଆ ଭାଇମାନଙ୍କୁ ଭଉଣୀମାନଙ୍କୁ ଯେମିତି ଯେଉଁମାନେ ମାରିଛନ୍ତି ଏଇ ଯେଉଁ ସତୁରା ମୁନା ଆଉ କୁନା ଏମାନଙ୍କର ପରିବାର ଭିତରେ ଟିକେ ଯାଆନ୍ତୁ। ତାଙ୍କର ପରିବାର ହୁଏତ ତାଙ୍କର ପରିବାର ଭିତରେ ଏ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଅଛି କି ନାହିଁ ଏବଂ ସେମାନଙ୍କର ଚାଲିଚଳନ ଆଚାର ବ୍ୟବହାର ଆଉ ଆଚରଣ ଉଚ୍ଚାରଣ ଟିକେ ଆପଣମାନେ ବି ଯାଇ ଟିକେ ଦେଖନ୍ତୁ। ଆଉ ଦେଖିଲେ ଠିକ୍ ଟିକେ ସତ କଥାଟା ବି ପଦାକୁ ବି ଆସିପାରନ୍ତା। ରାହୁଲଙ୍କ ସ୍ତ୍ରୀ କଣ ଏବେ ସନ୍ଦେହ କରୁଛି ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି? ନାଇଁ ନାଇଁ, ମୁଁ ଏଥିରେ କାହାକୁ ବି ଛଡ଼ାଯିବ ନାହିଁ। ଯାହାର ବି ଏଥିରେ ଇନଭଲଭମେଣ୍ଟ ଆସିବ କାହାକୁ ବି ଛଡ଼ାଯିବ ନାହିଁ। ଆଉ ସମସ୍ତେ ଏଥିରେ ସ୍କାନରରେ ଅଛନ୍ତି ଏବଂ ଯେଉଁମାନେ ସବୁ ବ୍ୟାଡ୍ କମେଣ୍ଟ ସବୁ ଦେଇଥିଲେ ତାଙ୍କୁ ବି ଆମେ ଅଲରେଡ଼ି ସ୍କ୍ରିନଶଟ୍ ବାହାର କରିକି ବି ରଖିଛୁ। ଆଜ୍ ଫର୍ ଦି IT Act 2000 ଅନୁସାରେ ଆମେ ସେଥିଲାଗି ଅଲରେଡ଼ି ପ୍ରୋଗ୍ରେସ୍ ହେଇସାରିଲାଣି। ସେମାନଙ୍କ ନାଁରେ କିଛିଟା ଫେକ୍ ଆଇଡି ବାହାରି କେହି ବି ଏ ଯେଉଁ ସଚିନ ହଉ ବା ବବଲୁ ହଉ କି ଶିବା ହଉ ସେଦିନ ସିଙ୍ଗଲ ଡ୍ରପ୍ ବି ନଥିଲେ। କିନ୍ତୁ ଯେଉଁମାନେ ଏମାନଙ୍କୁ ଏ ଯେଉଁ ସଚିନକୁ ହଉ ରାହୁଲକୁ ହଉ ବବୁଲକୁ ହଉ ଶିବାକୁ ହଉ ଯେଉଁମାନେ କହୁଛନ୍ତି ମାନେ ମଦୁଆ ଫଦୁଆ ବୋଲି ଯେଉଁମାନେ ଆଖ୍ୟା ପ୍ରକାଶ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଯେପରି ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ତମ ପାଖରେ ମେଡ଼ିକାଲ ଡକୁମେଣ୍ଟ ଅଛି? ହାଭ୍ ୟୁ ସୋ ଏନି ଡକୁମେଣ୍ଟ ଦେଖେଇ ପାରିବ ସେମାନେ ମଦ ପିଇଥିଲେ ବୋଲି? ମାନେ କିଏ ମଦ ପିଇଥିଲା? ଗୋଟେ ବସିକିରି ଗୋଟେ ମୋବାଇଲଟା ଆଜିକାଲି ହେଇଗଲାଣି ନା ଟିଭି, ମାନେ ପାଠରେ ନ ଯାଇକିରି ଆରେ ପାଠରେ ମାତ ପରୀକ୍ଷା ଦିଅ, ନିଜ ପରିବାରର କିପରି ଉନ୍ନତି ହେବ ସେଇଟାକୁ ଚେଷ୍ଟା କର। ସେଇଟାରେ ନ ମାତିକିରି ଏ ଆଣ୍ଡ୍ରଏଡ୍ ଫୋନ୍ରେ ମାତିଲେ କ'ଣ ହେବ? ମାତିକିରି ଏସବୁ ମାନେ ଅପ୍ ଟୁ ଡେଟ୍ ନ୍ୟୁଜ୍ ଆସୁଛି ଦେଖ। ଯଦି ତମର ବ୍ୟାଡ୍ କମେଣ୍ଟ ମାନେ ଯଦି ଭଲ କମେଣ୍ଟ ଦେବାର ଅଛି ଦିଅ, ଯଦି ବ୍ୟାଡ୍ କମେଣ୍ଟସରୁ ଏଥିରୁ ଅବ୍ୟାହତି ନେଇଯାଅ। ନହେଲେ ଆଜ୍ ପର୍ ଦି ଲିଗାଲ ପ୍ରୋସିଡିୟର୍ସ ଆଉ IT Act 2000ରେ ଆମେ ପୁରା ପ୍ରପର ଲିଗାଲ ଆକ୍ସନରେ ପୁରା ଭଲକିରି ପନିଶମେଣ୍ଟ ଦେବୁ। ଆଉ ଏଥିପାଇଁ ବି ଅଲରେଡ଼ି ମୁଁ ଡିସକ୍ଲୋଜ୍ କରୁନି, ବେଶୀ ଟିକେ ଡିସକ୍ଲୋଜ୍ କଲେ କେତେଟା ଫେକ୍ ଆଇଡି ବି ଅଛନ୍ତି। ଆଉ କେତେଟା ଫେକ୍ ଆଇଡି ଥାଇକିରି ଏ ଯେଉଁ ଫେକ୍ ଆଇଡି ମାନଙ୍କୁ ସାଇବର କ୍ରାଇମ୍ ଥାନା ଆଉ ଲୋକାଲ ପୋଲିସ ଷ୍ଟେସନ ସବୁ କ'ଣ କରୁଛନ୍ତି? କ'ଣ କିଛି ନାହିଁ। ମାନେ ସୋସିଆଲ ମିଡ଼ିଆରେ ମାନେ ଧଜ୍ୟା ଉଡ଼ଉଛନ୍ତି। ତାଙ୍କୁ ଏମାନେ ଯେଉଁ ପଇସା କୋଉଠୁ ପାଇଲେ ଏ ଫୋନ୍ କିଣିବା ପାଇଁ? ଯେଉଁଟା କିଣୁଛନ୍ତି କିଣନ୍ତୁ, ଆପଣଙ୍କର ଫୋନ୍ ଆପଣଙ୍କର ଅଧିକାର ସାବ୍ୟସ୍ତ କରନ୍ତୁ, ଆମର କିଛି ସେଥିରେ ନାହିଁ। କିନ୍ତୁ ଡୋଣ୍ଟ ଗିଭ୍ ଏନି ବ୍ୟାଡ୍ କମେଣ୍ଟସ୍ ଟୁ ଏନିବଡି ଏଲ୍ସ। ଇଟ୍ସ ମାଇ ରିକ୍ୱେଷ୍ଟ ବିଫୋର୍ ଦି ପବ୍ଲିକ୍ ଅଲସୋ। ସାର୍ ଯଦି ବ୍ୟାଡ୍ କମେଣ୍ଟସ୍ କଥା କହିବା, ଏବେ ଉପମୁଖ୍ୟମନ୍ତ୍ରୀ ଗୋଟେ କହିଛନ୍ତି ଯେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଏସବୁ ଉପରେ ଗୋଟେ ଆଇନ ଆସିବ ନିଶ୍ଚିତ ଭାବରେ, ତ ଆକୁ ଆପଣ କ'ଣ ସ୍ୱାଗତ କରୁଛନ୍ତି? IT Act 2000 ଅଛି, ଯଦି ସ୍ୱତନ୍ତ୍ର ଭାବରେ ଆଇନ ଆଣୁଛନ୍ତି ଆମେ ବି ତାଙ୍କ ପାଖରେ ସ୍ୱାଗତ ଯୋଗ୍ୟ ଆମେ ନିଜେ ପ୍ରକାଶ କରୁଛୁ।